ଏହି ମନ୍ଦିରର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ହନୁମାନଙ୍କର ଆଖି, ଯାହା ସିଧା ଜଗନ୍ନାଥ ମନ୍ଦିରର ନୀଳଚକ୍ରକୁ ଦେଖୁଛି। ଜୟ ଜଗନ୍ନାଥ ସାଙ୍ଗମାନେ, ଆଜି ମୁଁ ଆପଣଙ୍କୁ ପୁରୀ ସହରଠାରୁ ପ୍ରାୟ 30 କିଲୋମିଟର ଦୂର ଏକ ଅଦ୍ଭୁତ ମନ୍ଦିରକୁ ନେଇଯିବି। ଏଠାରେ ହନୁମାନଙ୍କର ଏକ ବିଶାଳ ମୂର୍ତ୍ତି ଅଛି, କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ତାଙ୍କର ଦୁଇଟି ଆଖି ସମାନ ନୁହେଁ। ଗୋଟିଏ ଆଖି ସିଧା ଜଗନ୍ନାଥ ମନ୍ଦିରର ନୀଳଚକ୍ରକୁ ଚାହିଁଛି। ଚାଲନ୍ତୁ ଯିବା ଶିରିଉଳି ମହାବୀର ମନ୍ଦିର। କିନ୍ତୁ ଆଜିର ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଯେଉଁ ହନୁମାନ ପ୍ରଭୁଙ୍କର ସବୁଠୁ ବଡ଼ ଭକ୍ତ, ସେ କାହିଁକି ଶ୍ରୀମନ୍ଦିରଠାରୁ ପ୍ରାୟ 30 କିଲୋମିଟର ଦୂରରେ ଏହି ଗାଁରେ ବସିଛନ୍ତି? କାହିଁକି ସେ ଏତେ ପଛକୁ ଚାଲି ଆସିଲେ? କୁହାଯାଏ, ଯେତେବେଳେ ଶ୍ରୀମନ୍ଦିରର ନିର୍ମାଣ ଚାଲିଥିଲା, ହନୁମାନ ସେଠାରେ ନିଜର ବିଶାଳ ରୂପରେ ପହରା ଦେଉଥିଲେ। କିନ୍ତୁ ତାଙ୍କର ସେହି ପ୍ରଚଣ୍ଡ ଶକ୍ତି ଏବଂ ନିଶ୍ୱାସର ବେଗରେ ସମୁଦ୍ର ଏତେ ଅଶାନ୍ତ ହେଲା, ଯେଉଁ ମନ୍ଦିର ଗଢ଼ିବାରେ ବହୁତ ଅସୁବିଧା ହେଲା। ତେତେବେଳେ ସ୍ୱୟଂ ମହାପ୍ରଭୁ ଜଗନ୍ନାଥ ହନୁମାନଙ୍କୁ କହିଲେ, ହେ ବଜରଙ୍ଗବଲି, ତୁମର ଏହି ରୂପ ମୋ ଧାମ ପାଇଁ ବହୁତ ତେଜସ୍ୱୀ ହୋଇଯାଉଛି, ତୁମେ ଟିକେ ପଛକୁ ହଟିଯାଅ। ପ୍ରଭୁଙ୍କ ଆଜ୍ଞା ପାଇଁ ହନୁମାନ ପଛକୁ ହଟିବାକୁ ଲାଗିଲେ। ଆଉ ପଛକୁ ହଟୁ ହଟୁ ସେ ଆସି ପହଞ୍ଚିଲେ ଏହି ଶିରିଉଳି ଗାଁରେ। ଲୋକମାନେ କହନ୍ତି, ହନୁମାନ ଏଠାକୁ ଆସିଲେ ସତ, କିନ୍ତୁ ସେ ଗୋଟିଏ ସର୍ତ୍ତ ରଖିଲେ। ସେ କହିଲେ, ପ୍ରଭୁ, ମୁଁ ଦୂରକୁ ତ ଯାଉଛି, କିନ୍ତୁ ମୁଁ ଆପଣଙ୍କୁ ନ ଦେଖି ରହିପାରିବି ନାହିଁ। ସେଥିପାଇଁ ସାଙ୍ଗମାନେ, ଆପଣ ଯଦି ଶିରିଉଳି ମହାବୀରଙ୍କ ଏହି 10 ଫୁଟର ମୂର୍ତ୍ତିକୁ ଧ୍ୟାନରେ ଦେଖିବେ, ତାଙ୍କର ବାମ ଆଖିଟି ଟିକେ ବଙ୍କା ହୋଇ ରହିଛି। ସେଇ ବଙ୍କା ଆଖିରେ ସେ ଆଜି ବି ଦୂରରୁ ଶ୍ରୀମନ୍ଦିରର ନୀଳଚକ୍ରକୁ ଚାହିଁ ରହିଛନ୍ତି। ଏହାଠୁ ବଡ଼ ଭକ୍ତିର ଉଦାହରଣ ଆଉ କଣ ହୋଇପାରେ? ଏଠାରେ ହନୁମାନଙ୍କର ଗୋଟିଏ ହାତରେ ଗନ୍ଧମାର୍ଦ୍ଦନ ପର୍ବତ ଅଛି ଏବଂ ପାଦ ତଳେ ଅହିରାବଣ ଅଛି। ଏହି ରୂପ ଦର୍ଶାଉଛି ଯେ ସେ ପୁରୀ ଧାମର ଅସଲ ରକ୍ଷକ। ଲୋକଙ୍କ ବିଶ୍ୱାସ ଅଛି ଯେ ଏଠାରେ ସଙ୍କଟମୋଚନଙ୍କୁ ଯାହା ମାଗିଲେ ତାହା ନିଶ୍ଚୟ ପୂରଣ ହୁଏ। ତ ସାଙ୍ଗମାନେ, ଆଶା କରୁଛି ଶିରିଉଳି ମହାବୀରଙ୍କ ଏହି ଅଜଣା କାହାଣୀ ଆପଣଙ୍କୁ ଭଲ ଲାଗିଥିବ। ଯଦି ଭଲ ଲାଗିଛି ତେବେ ଭିଡିଓଟିକୁ ଲାଇକ୍ ଆଉ ସେୟାର କରନ୍ତୁ। କମେଣ୍ଟରେ ଜୟ ଶ୍ରୀରାମ ଲେଖିବାକୁ ଭୁଲିବେନି।